आज सबुठारु बड़ दिन आ पवित्र दिन। आज दिन प्रभु जगन्नाथंकर ज्येष्ठ भ्राता प्रभु बलरामकर जन्मग्रहण होइतिला। आज रक्षाबंधन मध्य एही पवित्र दिनटी केवल प्रत्येक मनुष्यंक पाई। जदि आपण माने आज किछि समय बाहर करी बलरामकर जन्म तथ्य जदि निज कर्णरे श्रवण करुछंती ताहाले आपण जहा चाहिबे आपणकु निहाती भाବରେ प्राप्त होइजिब। ଏହା ଏକ ସତ୍ୟ ବଚନ। ପ୍ରଭୁ ବଳରାମଙ୍କର ଜନ୍ମ ତଥ୍ୟ ଆପଣ ଯଦି ନିଜ କର୍ଣ୍ଣରେ ଶ୍ରବଣ କରିବେ ତାହାଲେ ମନେ ରଖ, ଯେତେବେଳେ ସମ୍ପୂର୍ଣ୍ଣ ତଥ୍ୟ ସମାପ୍ତ ହୋଇଯିବ, ଶେଷରେ ଆପଣଙ୍କ ଦେହରେ ଯଦି କିଛି ବିମାର ରହିଛି ସବୁଦିନ ପାଇଁ ସେହି ବିମାର ଅନ୍ତ ହୋଇଯିବ। ଆପଣଙ୍କର ଦୁଃଖ କଷ୍ଟ ମଧ୍ୟ ଚାଲିଯିବ। ସେଥିପାଇଁ ଆଜି ଦିନରେ ନିହାତି ଭାବରେ ଶ୍ରବଣ କରନ୍ତୁ ପ୍ରଭୁ ବଳରାମଙ୍କର ଜନ୍ମ କାହାଣୀ। ତାଙ୍କର ଏମିତି କିଛି ବିଶେଷ ଚମତ୍କାର ଘଟିଥିଲା ଆପଣମାନେ ମଧ୍ୟ କେବେ ବି ଜାଣିନଥିବେ। ତାହାଲେ ନିହାତି ଭାବରେ ଶ୍ରବଣ କରନ୍ତୁ। ଆମେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ମା ସୁଭଦ୍ରାକୁ ପ୍ରଭୁ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଜଗନ୍ନାଥଙ୍କର ଶ୍ରେଷ୍ଠ ଭ୍ରାତା ବିଷୟରେ ଆପଣ ଯଦି କିଛି ନିଜ କର୍ଣ୍ଣରେ ଶ୍ରବଣ କରିବେ ତାହାଲେ ଆପଣ ଚାହୁଁଥିବା ପ୍ରତ୍ୟେକ ଜିନିଷ ପ୍ରାପ୍ତ ହେବ। ବଳରାମ ଅର୍ଥାତ୍ ହେଉଛି ଅତ୍ୟଧିକ ବଳ ଆଉ ଶକ୍ତି ଆପଣଙ୍କ ଶରୀରକୁ ଏକ ରକ୍ଷା କବଚ କରିବ। ଏହି ତଥ୍ୟକୁ ଆପଣ ହାତଛଡ଼ା କରନ୍ତୁ ନାହିଁ। ସମୟ ଦିଅନ୍ତୁ ସେହି ସ୍ଥାନରେ ଯେଉଁ ସ୍ଥାନ ଆପଣଙ୍କ ପାଇଁ ସବୁବେଳେ ପୁଣ୍ୟ ଆଉ ସବୁବେଳେ ଶାନ୍ତି ପ୍ରାପ୍ତ ମିଳିବ। ଯାହା ଚାହିଁବେ ତା ମଧ୍ୟ ପ୍ରାପ୍ତ ହୋଇଯିବ। ସେଥିପାଇଁ ଆପଣଙ୍କ ସମୟ କେବେ ବି ନଷ୍ଟ କରି ବରଂ ଏହି ସୁନ୍ଦର ଭଗବାନଙ୍କର କାହାଣୀ ଥରେ ମାତ୍ର ଶ୍ରବଣ କରନ୍ତୁ। ବଳରାମଙ୍କ ବିଷୟରେ ଏକ ଏମିତି କିଛି ରହସ୍ୟମୟ ତଥ୍ୟ ଲୁଚି ରହିଛି ଆପଣମାନେ କେବେ ବି ଜାଣିନଥିବେ। ଚାଲନ୍ତୁ ପ୍ରକୃତ ସତ୍ୟତା ଆମେ କେବଳ ଶାସ୍ତ୍ରରୁ ଜାଣିପାରିବା। ଜୟ ଜଗନ୍ନାଥ, ରାଧେ ଶ୍ରୀକୃଷ୍ଣ। ଆଜି ହେଉଛି ପ୍ରଭୁ ବଳରାମଙ୍କର ଜନ୍ମଦିନ। ଆଜି ଦିନରେ ପ୍ରଭୁ ବଳରାମ ଜନ୍ମଗ୍ରହଣ କରିଥିଲେ। ତାଙ୍କର କେଉଁଠାରେ ଜନ୍ମ, ତାଙ୍କର ବାପା ମା କିଏ, ତାଙ୍କେ କାହାକୁ ବିବାହ କରିଥିଲେ ଆଉ ବିବାହ କରିବା ପୂର୍ବରୁ ତାଙ୍କ ସାଥିରେ ଏମିତି କେଉଁ ସବୁ ଚମତ୍କାର ଘଟିଥିଲା। ବଳରାମ ପ୍ରଭୁ କାହାକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି, କାହାକୁ ଅଭିଶାପ ଦେଇଛନ୍ତି, କେଉଁ ବ୍ୟକ୍ତିର ସଦା ସର୍ବଦା ଦେହରୁ ରୋଗ ସବୁଦିନ ପାଇଁ ଶୂନ୍ୟରେ ମାୟା କରିଦେଇଛନ୍ତି, ଆପଣମାନେ ଏକଥା ଜାଣିଛନ୍ତି? ତ ଚାଲନ୍ତୁ ଆମେ ଆଜି ଜାଣିପାରିବା କେବଳ ଶାସ୍ତ୍ରରୁ। ଶାସ୍ତ୍ରରେ ଏହି ସୁନ୍ଦର କଥା ଉଲ୍ଲେଖିତ ରହିଛି କେବଳ ଆଉ କେବଳ ମନୁଷ୍ୟମାନଙ୍କ ପାଇଁ। ସେଥିପାଇଁ ହାତଛଡ଼ା ନ କରି ଥରୁଟିଏ ମାତ୍ର ଶ୍ରବଣ କରନ୍ତୁ। ଭାଗ୍ୟରେ ଥିଲେ ପ୍ରଭୁଙ୍କର ଜନ୍ମଦିନରେ ଏହି ସୁନ୍ଦର କାହାଣୀ ପ୍ରାପ୍ତକୁ ଶ୍ରବଣ କରିପାରିବ। ଶାସ୍ତ୍ର କହେ, ଯେଉଁ ତଥ୍ୟ ଆପଣ ଜାଣିନାହାନ୍ତି ଯଦି ହଠାତ୍ ସେହି ଦିନରେ ଶ୍ରବଣ କରିବ ତାହାଲେ ଆପଣଙ୍କ ମନରୁ ସେହି ଭଗବାନଙ୍କୁ ପୂଜା ଆରାଧନା କରିବା ପାଇଁ ନିଜେ ଆପଣ ହୃଦୟ ବାଧ୍ୟ କରିବ। ଏହା ଏକ ସତ୍ୟ ବଚନ। ଯଦି ବିଶ୍ୱାସ ହେଉନାହିଁ ତାହେଲେ ଥରୁଟିଏ ଏହାକୁ ପରୀକ୍ଷା କରି ଦେଖନ୍ତୁ। ତ ଚାଲନ୍ତୁ ଜାଣିବା ପ୍ରଭୁ ବଳରାମଙ୍କ ବିଷୟରେ, ଯାହା ଅଧିକାଂଶ ଲୋକ ଏ ବିଷୟରେ ଜାଣିନାହାନ୍ତି। ସମସ୍ତେ ଜାଣିବା ଦ୍ୱାରା ବହୁତ କିଛି ପୁଣ୍ୟ ପ୍ରାପ୍ତ ହୋଇଥାଏ ଆଉ ରୋଗ ମଧ୍ୟ ଦୂର ହୋଇଥାଏ। ଏହା ଏକ ସତ୍ୟ ବଚନ। ପ୍ରଭୁ ବଳରାମ ତାଙ୍କ ଭାଇ କୃଷ୍ଣ ପାଖରେ ସଦାସର୍ବଦା ଥାଆନ୍ତି। ଆପଣମାନେ ଦେଖିଥିବେ ଯୁଗ ଅନୁଯାୟୀ ଭ୍ରାତା ହୁଅନ୍ତି, ନହେଲେ ସାନ ଭାଇ ବା ବଡ଼ ଭାଇ ହୋଇଥାନ୍ତି। ଯେମିତିକି ତ୍ରେତୟା ଯୁଗରେ ପ୍ରଭୁ ରାମ ହୋଇଥିଲେ, ପ୍ରଭୁ ଜଗନ୍ନାଥ ବା ଭଗବାନ ଶ୍ରୀକୃଷ୍ଣ ରାମ ହୋଇଥିଲେ ଆଉ ତାଙ୍କ ଲକ୍ଷ୍ମଣ ହୋଇଥିଲେ ସାନ ଭାଇ। କିନ୍ତୁ ଏହି କଳିଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ହେଉଛନ୍ତି ସାନ ଭାଇ ଆଉ ପ୍ରଭୁ ବଳରାମ ହେଉଛନ୍ତି ବଡ଼ ଭାଇ। ସେହି ବଡ଼ ଭାଇର ପ୍ରକୃତ ସତ୍ୟ କାହାଣୀ ଆପଣମାନେ ନିହାତି ଭାବରେ ଜାଣି ରଖ।
ତାଙ୍କର ଜନ୍ମ କିପରି ହୋଇଥିଲା, ତାଙ୍କେ କାହା ଗର୍ଭରେ ଜନ୍ମିତ ହୋଇଥିଲେ। ଆପଣମାନେ ଜାଣିଥିବେ, ଦେବକୀ ଭଗବାନ ଶ୍ରୀକୃଷ୍ଣଙ୍କର ନିଜ ଜନ୍ମ କଲା ମା ହେଉଛନ୍ତି ଦେବକୀ। ଯେତେବେଳେ ମହର୍ଷି ନାରଦ କଂସକୁ କହିଥିଲେ ଅଷ୍ଟମ ଗର୍ଭ ତୁମର ଭଉଣୀର, ତୁମର ଭଣଜା ହିଁ ତୁମକୁ ବଧ କରିବ, ଏହି କଥା ଶୁଣି ନିଜର ଜୀବନ ସମସ୍ତଙ୍କ ଠାରୁ ମୂଲ୍ୟବାନ ଲାଗିଥାଏ। ଠିକ୍ ସେପରି କଂସ କାଳେ ମୃତ୍ୟୁବରଣ କରିବ ଏହି ଭୟରେ ଆସି ତାଙ୍କ ନିଜ ଭଉଣୀକୁ କାରାଗାରରେ ବନ୍ଦୀ କରିଥିଲେ, ତା ସାଥିରେ ତାଙ୍କ ଭେଣେଇକି ମଧ୍ୟ। ସେହି ସମୟରେ ଗୋଟି ଗୋଟି କରି 6ଟି ସନ୍ତାନ ଜନ୍ମ ହୋଇଯାଇଥିଲେ। ଆଉ ଯେତୋଟି ସନ୍ତାନ ଜନ୍ମ ହେଉଥିଲା ସେତୋଟି ସନ୍ତାନକୁ କଂସ ମୃତ୍ୟୁଦଣ୍ଡ ଦେଉଥିଲା। ମା ଗର୍ଭରୁ ସାଙ୍ଗେ ସାଙ୍ଗେ ପଦାକୁ ଆସିବା ମାତ୍ରେ କଂସ ସାଙ୍ଗେ ସାଙ୍ଗେ ତାର ଶବ୍ଦ ଶୁଣି ନେଇ ତାକୁ ମୃତ୍ୟୁଦଣ୍ଡ ଦେଉଥିଲା। 6ଟି ଗର୍ଭର ସନ୍ତାନକୁ ଶିଶୁକୁ କଂସ ମୃତ୍ୟୁଦଣ୍ଡ ଦେଇସାରିଛି। ତାପରେ ଆସୁଛି ସପ୍ତମ, ତାପରେ ଆସିବ ଶେଷ ଅଷ୍ଟମ। ସପ୍ତମ ସମୟରେ ଭଗବାନ ଶ୍ରୀ ବଳରାମ ତାଙ୍କ ଗର୍ଭରେ ରହିଥିଲେ। ସେ ସମୟରେ ଦେବକୀ ବହୁତ ଚିନ୍ତିତ ହୋଇପଡ଼ିଲେ। ତାଙ୍କର ଗର୍ଭ ଯେତେ ଧୀରେ ଧୀରେ ବଢ଼ିବାକୁ ଲାଗୁଛି, ତାଙ୍କ ଗର୍ଭରେ ରହିଥିବା ଶିଶୁ ଯେତିକି ଯେତିକି ବଡ଼ ହେଉଛି ସେତିକି ସେତିକି ଅଧିକରୁ ଅଧିକ ଆଲୁଅ ବା ବହୁତ ଉଜ୍ଜଳା ଚମତ୍କାର ଦେଖାଯିବ। ଚାରିପାର୍ଶ୍ୱରେ ଆଲୋକ, ଅତି ସୁନ୍ଦରତା ଆଉ ଅତି ସୁଗନ୍ଧ ମଧ୍ୟ ବାସ୍ନା ହେଉଛି। ଏସବୁ ଯେତେବେଳେ କାରାଗାରରେ ରହିଥିବା ବ୍ୟକ୍ତିଗଣ ଯାଇ କଂସକୁ ଜଣାଇଥିଲେ, ମହାରାଜ, ତୁମର ଭଗ୍ନୀ ଯେଉଁଠାରେ ରହୁଛନ୍ତି ସେଠାରେ କିଛି ଅଧିକ ଅତି ସୁଗନ୍ଧ ବାସ୍ନା ହେଉଛି, ଆଉ ସେହି ବାସ୍ନା ମୋହିତ କରିଦେଉଛି, ଆଉ ଦେଖିବାକୁ ମଧ୍ୟ ଅତି ସୁନ୍ଦର ଦେଖାଯାଉଛି ଆପଣଙ୍କର ଭଗିନୀ। ଏକଥା ଶୁଣି କଂସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଯେତେବେଳେ ତାଙ୍କେ କାରାଗାରକୁ ଆସି ଦେଖିଲେ ତାଙ୍କ ଗର୍ଭ ଧୀରେ ଧୀରେ ବଡ଼ ହେବାକୁ ଲାଗୁଛି, ଆଉ ଦେବକୀ ମଧ୍ୟ କିଛି ଅଲଗା ଚମକିବାକୁ ଲାଗୁଛି। ଏସବୁ ଦୃଶ୍ୟ ଦେଖି କଂସ ଭୟଭୀତ ହୋଇଯାଇଥିଲେ। ମନେ ମନେ ବିଚାର କରିଥିଲେ କି ଅଷ୍ଟମ ନ ହୋଇ ବରଂ ସପ୍ତମ ହିଁ ହୋଇ ସପ୍ତମ ଶିଶୁ ମତେ କାଳେ ମୃତ୍ୟୁବରଣ ବା ମୃତ୍ୟୁଦଣ୍ଡ ନ ଦେବ, ଏହି ଭୟ କରୁଥିଲେ। କିନ୍ତୁ ଜନ୍ମ ହେଲା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ତାପରେ ଯାଇ ତାକେ ମୃତ୍ୟୁବରଣ ଦଣ୍ଡ ଦେବେ। ସେହି ସମୟରେ ଦେବକୀ କଂସକୁ 2 ହସ୍ତ ଯୋଡ଼ି କହିବାକୁ ଲାଗିଲେ, ଭ୍ରାତା, ମୁଁ ତୁମର ସବୁଠାରୁ ସାନ ଭଉଣୀ, ମୋ ଉପରେ ତୁମର କୌଣସି ଦୟା ଆସୁନାହିଁ। ମୋର 6ଟି ସନ୍ତାନକୁ ମୃତ୍ୟୁବରଣ ଦଣ୍ଡ ଦେଇଛ, ଆଉ ଏହି ହେଉଛି ମୋର ଶେଷ ସନ୍ତାନ। ଏହି ସନ୍ତାନକୁ କେବେ ବି ମୋ ଠାରୁ ଛଡ଼ାଇ ନିଅନିହି। ତା ବଦଳରେ ମୋର ଥିବା ପ୍ରତ୍ୟେକ ଧନ ସମ୍ପତ୍ତି ନେଇଯାଅ, କିନ୍ତୁ ମୋର କୌଣସି ସନ୍ତାନକୁ ମଧ୍ୟ ମୃତ୍ୟୁବରଣ ଦଣ୍ଡ ଦିଅନି। ଏହି କଥା ଶୁଣି କଂସ କହିଲେ, ଯଦି ମୁଁ ତୁମର ଶିଶୁକୁ ନ ମାରିବି ତାହେଲେ ମୋତେ ନିଜକୁ ମରିବାକୁ ପଡ଼ିବ। ଦେବକୀ ତାଙ୍କ ଭାଇକୁ 2 ହାତ ଯୋଡ଼ି କହିବାକୁ ଲାଗିଲେ, ମୁଁ ମୋର ସନ୍ତାନକୁ ନେଇ ବହୁ ଦୂରକୁ ଚାଲିଯିବି। ମୋ ସନ୍ତାନ ତୁମକୁ କେବେ ବି ଦେଖିପାରିବ ନାହିଁ। ଏମିତି ଅଲଗା ଏକ ଦେଶକୁ ଚାଲିଯିବି, ଯେଉଁ ରାଜ୍ୟରେ ତୁମକୁ କେବେ ବି ଚିହ୍ନି ପାରିବ ନାହିଁ କି ତୁମ ପାଖକୁ କେବେ ବି ଆସିପାରିବ ନାହିଁ। କିନ୍ତୁ ଦେବକୀର କୌଣସି କଥା ମଧ୍ୟ କଂସ ଶୁଣୁନଥିଲା, ଆଉ ସିଏ ପ୍ରତ୍ୟେକ ବ୍ୟକ୍ତିକୁ ମୃତ୍ୟୁବରଣ ଦଣ୍ଡ ଦେଉଥିଲା। ଏହି ଚିନ୍ତାରେ ଦେବକୀ ରାତିଦିନ ଚିନ୍ତା କରୁଥିଲେ, ଭଗବାନ ଶ୍ରୀ ହରିଙ୍କୁ ଆରାଧନା କରୁଥିଲେ, ମନେ ମନେ ଭଗବାନଙ୍କୁ ଡାକୁଥିଲେ, ଆଉ ବାରମ୍ବାର କହୁଥିଲେ, ହେ ପ୍ରଭୁ, ମୋର ଏହି ସପ୍ତମ ଗର୍ଭର ସନ୍ତାନକୁ ରକ୍ଷା କର ପ୍ରଭୁ, ଏହି ସନ୍ତାନକୁ। ସେ ସମୟରେ ଭଗବାନ ଶ୍ରୀକୃଷ୍ଣ ଆସିଲେ ଦେବକୀ ପାଖକୁ, ଆଉ ସେତେବେଳେ କହିବାକୁ ଲାଗିଲେ, ତୁମର ଏହି ସନ୍ତାନ ଗର୍ଭକୁ କଂସ କେବେ ବି ମୃତ୍ୟୁବରଣ ଦଣ୍ଡ ଦେଇପାରିବ ନାହିଁ, କାହିଁକି ନା ଏହି ସପ୍ତମ ଗର୍ଭର ଶିଶୁ ଏକ ବହୁ ଶକ୍ତିଶାଳୀ, ତାର ଯୁଦ୍ଧ କେହି ବି କରିପାରିବ ନାହିଁ। ସିଏ ସଦାସର୍ବଦା ବିଜୟ ପ୍ରାପ୍ତ କରିବ। ସିଏ ଏକାଥରରେ 100 ଜଣକୁ ମୃତ୍ୟୁବରଣ ଦଣ୍ଡ ଦେଇପାରିବ।
ଆଉ ତାହାର ବଳ ଏହି ଦୁନିଆରୁ ସବୁଠାରୁ ଅଧିକ ହୋଇଯିବ। ଏକଥା ଶୁଣି ଦେବକୀ ମନେ ମନେ ଭଗବାନ କୃଷ୍ଣ କହିଲେ, ହେ ପ୍ରଭୁ, ମୋ ସନ୍ତାନ ଯେତେବେଳେ ବଡ଼ ହେବ ସେତେବେଳେ ନା ଏକ ଯୁଦ୍ଧ ଶକ୍ତିଶାଳୀ ହେବ, କିନ୍ତୁ ସିଏ ତ ଏବେ ବହୁତ ଛୋଟ। ଯେତେବେଳେ ସେ ଜନ୍ମ ହୋଇଥିବ ସେତେବେଳେ ମଧ୍ୟ ଛୋଟ ହୋଇଥିବ। ଆଉ କଂସ 6ଟି ଯାକ ସନ୍ତାନକୁ ମାରିଲା ପରି ଏହି ସପ୍ତମ ସନ୍ତାନକୁ ମଧ୍ୟ ମାରିଦେବ। ଏହି ସନ୍ତାନକୁ ରକ୍ଷା କର ପ୍ରଭୁ। ଏକଥା ଶୁଣି ଭଗବାନ ମଧ୍ୟ ବିଚାର କରିଲେ, ଏହା ତ ସତ୍ୟ ତଥ୍ୟ। ଯଦି ନ ରକ୍ଷା କରାଯିବ ତାହେଲେ ନିହାତି ଭାବରେ କଂସ ମୃତ୍ୟୁବରଣ ଦଣ୍ଡ ଦେବ। ଏକଥା ଶୁଣି ଭଗବାନ ଶ୍ରୀକୃଷ୍ଣ ବିଚାର କରିଲେ, ଆଉ ବିଚାର କରି ଭଗବାନ ବ୍ରହ୍ମାକୁ ଏହି ତଥ୍ୟ ଜଣାଇଲେ। ଭଗବାନ ବ୍ରହ୍ମା କହିବାକୁ ଲାଗିଲେ, ଯଦି ଆମେ ଦେବକୀର ଗର୍ଭର ଶିଶୁକୁ ଯଦି ଗୋଲୁକରେ ରହୁଥିବା ନନ୍ଦରାଜାଙ୍କର ଘରେ ଥିବା ବାସୁଦେବଙ୍କର ପ୍ରଥମ ପତ୍ନୀଙ୍କର ଗର୍ଭରେ ଯଦି ଏହି ସନ୍ତାନ ଛାଡ଼ିଦେବା, ତାହେଲେ ସନ୍ତାନ ସୁରକ୍ଷିତ ହୋଇ ଦିନକୁ ଦିନ ବଢ଼ିବାକୁ ଲାଗିବ, ଆଉ କୌଣସି କଂସ କିମ୍ବା କଂସର ଦୂତମାନେ ମଧ୍ୟ ତାକୁ ଛୁଇଁ ପାରିବେ ନାହିଁ କି ଚିହ୍ନି ମଧ୍ୟ ପାରିବେ ନାହିଁ। ଏକଥା ଶୁଣି ଭଗବାନ ଶ୍ରୀକୃଷ୍ଣ ଏହି ତଥ୍ୟରେ ରାଜି ହୋଇଗଲେ, ଆଉ ସାଙ୍ଗେ ସାଙ୍ଗେ ନିଜ ହୃଦୟରେ ଥିବା ଭଗବାନ ଶ୍ରୀହରିଙ୍କୁ ଆଦେଶ ଦେଲେ, ଆଉ କହିବାକୁ ଲାଗିଲେ, ଦେବକୀର ଗର୍ଭରେ ବଢୁଥିବା ସନ୍ତାନକୁ ବା ଶିଶୁକୁ ଗୋଲୁକରେ ରହୁଥିବା ନନ୍ଦରାଜାଙ୍କ ଘରେ ଥିବା ବାସୁଦେବଙ୍କ ପ୍ରଥମ ପତ୍ନୀଙ୍କ ଗର୍ଭରେ ଛଡ଼ାଯାଉ। ଆଉ ସେହି ପ୍ରଥମ ପତ୍ନୀର ନାମ ହୋଇଥିଲା ରୋହିଣୀ। ରୋହିଣୀଙ୍କ ଗର୍ଭରେ ଏହି ସନ୍ତାନକୁ ରଖାଯାଉ। ସେହି ସମୟରେ ଗର୍ଭର ଶିଶୁ ଆପେ ଆପେ ଉଡ଼ି ଯାଇ ସେହି ଗୋକୁଳ ନନ୍ଦରାଜାଙ୍କର ଘରେ ଥିବା ବାସୁଦେବଙ୍କର ପ୍ରଥମ ପତ୍ନୀ ରୋହିଣୀଙ୍କ ଗର୍ଭରେ ରହିଗଲା, ଆଉ ସେହି ଗର୍ଭରେ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ଯେତେବେଳେ ସେହି ରୋହିଣୀଙ୍କର ଗର୍ଭରୁ ଜନ୍ମିତ ହୋଇଥିଲା, ତାଙ୍କର ନାମ ଥିଲା ବଳରାମ। ବଳରାମ ଏଥିପାଇଁ କି ବଳରାମ ଦେଖିବାକୁ ଅତି ସୁନ୍ଦର, ଅତି ବାହୁଶଳୀ ମଧ୍ୟ, ଯେମିତି ସମସ୍ତଙ୍କୁ ବଧ କଲା ପରି ସିଏ ଦେଖା ମଧ୍ୟ ଯାଉଥିଲା। ସେହି କାରଣରୁ ସମସ୍ତେ ବଳରାମ ମଧ୍ୟ ନାମକୁ ରଖାଗଲା। ଭଗବାନ ଶ୍ରୀକୃଷ୍ଣ ଆଉ ପ୍ରଭୁ ବଳରାମ କିଏ ଆଠାରୁ ଅଧିକ ବଡ଼ ମନେ ରଖ। ଭଗବାନ କୃଷ୍ଣଠାରୁ ବଳରାମ 1 ବର୍ଷ 8 ମାସ ସବୁଠାରୁ ବଡ଼ ହୋଇଥାଏ, ଆଉ ଏହି 1 ବର୍ଷ 8 ମାସ ତଳ ଭଗବାନ ଶ୍ରୀକୃଷ୍ଣ ସାନ ହୋଇଥାନ୍ତି। ସେଥିପାଇଁ ପ୍ରଭୁ ବଳରାମଙ୍କର ଏହି ଦିନରେ ଜନ୍ମ ହୋଇଥିଲେ, ଆଉ ଜନ୍ମ ହେଉ ହେଉ ସଦାସର୍ବଦା ପ୍ରଥମେ କ୍ରନ୍ଦନ କରିଲେ, ଅଳ୍ପକେ କାନ୍ଦିବା, ଆଉ ସାଙ୍ଗେ ସାଙ୍ଗେ ବହୁତ ଖୁସି ହୋଇ ହସିବା, ଆଉ ଭଗବାନଙ୍କୁ ଧନ୍ୟବାଦ ଦେବା। ଏହି ଦୃଶ୍ୟ ସେହି ଗୋକୁଳ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଦେଖିଲେ, ଆଉ ଆଶ୍ଚର୍ଯ୍ୟ ହୋଇଗଲେ, ଆଉ କହିବାକୁ ଲାଗିଲେ, ଏହି ତୁମର ପୁତ୍ର କୌଣସି ମାନବ ପୁତ୍ର ନୁହେଁ, ବରଂ ଭଗବାନ ଦେବତାଙ୍କ ପୁତ୍ର ପରି ମନେ ହେଉଛି, ଆଉ ଇଏ ବହୁତ ଶକ୍ତିଶାଳୀ ମଧ୍ୟ ଦେଖାଯାଉଛି। ଏକଥା ଶୁଣି ତାଙ୍କ ବାପା ମା ବହୁତ ଖୁସି ହୋଇଯାଇଥିଲେ ତାଙ୍କ ପୁତ୍ରକୁ କୋଳେ ପାଇ। ଧୀରେ ଧୀରେ କରି ବଳରାମ ବଡ଼ ହେବାକୁ ଲାଗିଲେ, ତାଙ୍କ ସାଥିରେ ଭଗବାନ କୃଷ୍ଣ ମଧ୍ୟ ବଡ଼ ହେବାକୁ ଲାଗିଲେ। ପ୍ରଭୁ ବଳରାମ ଏକ ଶକ୍ତିଶାଳୀ ଯୋଦ୍ଧା ମଧ୍ୟ, ସମସ୍ତଙ୍କୁ ଯୁଦ୍ଧରେ ପରାସ୍ତ କରିଦେଉଛନ୍ତି ସତ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର କୌଣସି ମାୟାକୁ କେବେ ବି ବୁଝିପାରନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣ ଯାହା ବି ମଧ୍ୟ ବଳରାମକୁ କହୁଥିଲେ, ବଳରାମ ତାଙ୍କର ପ୍ରତ୍ୟେକ ତଥ୍ୟକୁ ମାନୁଥିଲେ। ଯେହେତୁ ଭଗବାନ କୃଷ୍ଣ ସାନ ଆଉ ବଳରାମ ବଡ଼, ସେଥିପାଇଁ ବଳରାମକୁ ଭଗବାନ ଶ୍ରୀକୃଷ୍ଣ ଭ୍ରାତା ବୋଲି କହୁଥିଲେ ବା ଦାଉ। ଭଗବାନ ଶ୍ରୀକୃଷ୍ଣ ନିଜ ବଡ଼ ଭାଇକୁ ଦାଉ ବୋଲି ଡାକୁଥିଲେ, ଆଉ ଏହି ଦାଉର ଶବ୍ଦ ହେଉଛି ବଡ଼। ଏକଥା ମନେ ରଖ। ବଳରାମ ଧୀରେ ଧୀରେ କରି ବଡ଼ ହେଲେ, ଆଉ ତାଙ୍କ ବହୁତ ବ୍ୟକ୍ତିକୁ ମୃତ୍ୟୁବରଣ ଦଣ୍ଡ ମଧ୍ୟ ଦେଇଥିଲେ। ଯେମିତି କହିବାକୁ ଗଲେ, ଏକ ବଡ଼ ଜଙ୍ଗଲଟିଏ ଥିଲା, ଆଉ ଜଙ୍ଗଲ ଭିତରେ ଏକ ଗର୍ବୀ ଋଷିଟିଏ ତପସ୍ୟା କରୁଥିଲା। ସିଏ ଗର୍ବୀ ସତ, କିନ୍ତୁ ତାର ମନୋବଳ ସବୁଠାରୁ ଶକ୍ତିଶାଳୀ, ଆଉ ଏହି ଶକ୍ତିଶାଳୀ ବଦଳରେ
ଭଗବାନ ଶ୍ରୀହରିଙ୍କୁ ନିଜ ପାଖକୁ ଡାକି ପ୍ରତ୍ୟେକ ଆଶୀର୍ବାଦ ମଧ୍ୟ ନେଉଥିଲେ। ଏପରି ଭାବରେ ତାଙ୍କ ହୃଦୟରେ ଶକ୍ତି ଉଚ୍ଚାରିତ ହେଉଥିଲା। ଦେଖୁ ଦେଖୁ ବହୁତ ଦିନ ଚାଲିଗଲା। ସେହି ଗର୍ବ ଋଷିଟିଏ ପ୍ରତ୍ୟେକ ଦିନ ଭଗବାନଙ୍କର ସ୍ମରଣ କରୁଥିଲା, ଭଗବାନଙ୍କୁ ଆରାଧନା ମଧ୍ୟ କରୁଥିଲା। କିନ୍ତୁ ପ୍ରତ୍ୟେକ ମନୁଷ୍ୟକୁ ଦେଖିବା ମାତ୍ରେ ଗର୍ବ ଆଉ ଅହଙ୍କାର କରୁଥିଲା। ଧୀରେ ଧୀରେ କରି ସେହି ଋଷିଙ୍କର ଗର୍ବ ଅହଙ୍କାର ଭାଙ୍ଗିବା ପାଇଁ ଭଗବାନ ବଳରାମ ସେଠାକୁ ଯାଇଥିଲେ। ଆଉ ଗୋଟିଏ ସର୍ପ ରୂପକୁ ଧାରଣ କରି ସେଠାକୁ ଯାଇଥିଲେ। ସର୍ପ ଯେପରି ତାଙ୍କ ଆଖପାଖରେ ବୁଲିବାକୁ ଲାଗିଲା। ସେହି ଅରଣ୍ୟରେ ବସି ତପସ୍ୟା କରୁଥିବା ସେହି ଗର୍ବ ଋଷି ସର୍ପକୁ ଦେଖିଲା ଆଉ ଭୟ କଲା ନାହିଁ। ସେହି ସର୍ପ କିଛି କରିବ ନାହିଁ ବୋଲି ଭାବିଲା। କିନ୍ତୁ ବଳରାମ ସର୍ପ ଅବତାର ନେଇ ଧୀରେ ଧୀରେ ତାଙ୍କ ଋଷି ପାଖକୁ ଯାଉଥିଲେ। ଋଷି ସେହି ସର୍ପକୁ ଭସ୍ମ କରିଦେବେ ବୋଲି ମନ୍ତ୍ର ଜପ କରିଲେ ଆଉ ତାଙ୍କ ଉପରେ ଛାଡ଼ିଦେଲେ। କିନ୍ତୁ କୌଣସି ବି ଭସ୍ମ, କୌଣସି ମନ୍ତ୍ର ପ୍ରଭୁ ବଳରାମକୁ ସ୍ପର୍ଶ ହେଲା ନାହିଁ। ଏଥିପାଇଁ ବଳରାମର ଏହି ରୂପ ଆଉ ସେହି ସର୍ପ ଅତି କ୍ରୋଧିତ ହୋଇ ଦେଖିବାର ରୂପକୁ ଦେଖି ସେହି ଋଷି ଅତ୍ୟଧିକ ଭୟଭୀତ ହୋଇଗଲା ଆଉ ମନେ ମନେ ଭାବିଲା କି ଏଠାରେ ହିଁ ମୋର ମୃତ୍ୟୁବରଣ ହେବ। ଆଉ ଏ ସମୟରେ କୌଣସି ଦେବୀ ଦେବତା ଆସିଲେ ନାହିଁ ଆଉ ସେହି ଋଷିଙ୍କୁ ରକ୍ଷା କଲେ ମଧ୍ୟ ନାହିଁ। ସେତେବେଳେ ଋଷିର ଗର୍ବ ଅହଙ୍କାର ଭାଙ୍ଗିଗଲା। ଯେଉଁ ଭଗବାନଙ୍କୁ ନେଇ ଋଷି ଗର୍ବ ଅହଙ୍କାର କରୁଥିଲା, ମୁଁ ଚାହିଁଲେ ଭଗବାନ ଏବେ ଆସିବ ଆଉ ମୁଁ ଯଦି ଚାହିଁ ନଥିବି ଭଗବାନ ମୋ ଠାରୁ କେବେ ବି ଯାଇପାରିବ ନାହିଁ। ଏହି ଅହଙ୍କାର ସବୁଦିନ ପାଇଁ ଭାଙ୍ଗିଗଲା। ନିଜେ ବଞ୍ଚିଲେ ତ ଭଗବାନଙ୍କୁ ପ୍ରାର୍ଥନା କରି ନିଜ ପାଖକୁ ଆଣିପାରିବ। ଯଦି ତାର ମୃତ୍ୟୁ ହେବ ତାହେଲେ ସେ କୌଣସି ବି କାର୍ଯ୍ୟ କରିପାରିବ ନାହିଁ। ଏହି ଭୁଲ ଋଷି ବୁଝିପାରିଲା। ସେହି ସମୟରେ ଭଗବାନଙ୍କୁ ମଧ୍ୟ କ୍ଷମା ମାଗିଲା। ମୋର ଏହି ଗର୍ବ ଅହଙ୍କାର ବଦସି ମୁଁ ସଦାସର୍ବଦା ଦୁଃଖ ଆଉ କଷ୍ଟରେ ରହୁଛି। ସେ ସମୟରେ ସର୍ପରୁ ସ୍ୱୟଂ ବଳରାମ ହୋଇ ଅବତାର ନେଇ କହିବାକୁ ଲାଗିଲେ। ସର୍ପରୁ ପୂର୍ବ ରୂପକୁ ବଳରାମ ଚାଲିଗଲେ ଆଉ ସେହି ଋଷିକୁ କହିବାକୁ ଲାଗିଲେ, ତୁମେ କେବେ ବି ଯାହା ବି କିଛି ତୁମକୁ ପ୍ରାପ୍ତ ହେଉ, କିନ୍ତୁ କାହାକୁ ମଧ୍ୟ ଗର୍ବ ଅହଙ୍କାର କରି କୌଣସି କଟୁବଚନ କହିବା ଉଚିତ ନୁହଁ। ଏହି ଶିକ୍ଷା ଗୋଟିଏ ଋଷିକୁ ଦେଇଥିଲେ। ଦ୍ୱିତୀୟ, ପ୍ରଭୁ ବଳରାମ କାହାକୁ ଅଭିଶାପ ଦେଇଥିଲେ? ଅଭିଶାପ ଗୋଟିଏ ନଦୀକୁ ଦେଇଥିଲେ ଆଉ କ୍ରୋଧରେ ଆସି ତାଙ୍କ ଲଙ୍ଗଳ ଧରି ନଦୀକୁ ସମ୍ପୂର୍ଣ୍ଣ ଭାବରେ ଚିରି ଦେଇଥିଲେ। ଆଉ ସେତେବେଳେ ଅଭିଶାପ ଦେଇ କହିଥିଲେ କି ନଦୀକୁ ଡାକିବା ଦ୍ୱାରା ବା ଜଳକୁ ଡାକିବା ଦ୍ୱାରା ଜଳ କେବେ ବି ବଳରାମଙ୍କ ପାଖକୁ ଆସିନଥିଲେ। ସେଥିପାଇଁ କ୍ରୋଧରେ ଯାଇ ଅଭିଶାପ ଦେଇଥିଲେ, 100 ଭାଗ ହୋଇଯିବ ତୁମର ଏହି ଜଳ। ନଦୀ ଏକଥା ଭାବି କ୍ରନ୍ଦନ କରିଲା ଆଉ ବଳରାମକୁ କହିଲେ, ମୋର ଭୁଲ ହୋଇଯାଇଛି ପ୍ରଭୁ, ମୋତେ କ୍ଷମା କରିଦିଅ। କିନ୍ତୁ ବଳରାମ କହିଲେ, ମୋ ଲଙ୍ଗଳକୁ ଧରି ଯେହେତୁ ମୁଁ ତୁମକୁ ଗାର ଟାଣି ଦେଇଛି, ସେଥିପାଇଁ ତୁମକୁ ତ ନିହାତି ଭାବରେ ଏହି ଦଣ୍ଡ ଭୋଗିବାକୁ ପଡ଼ିବ, ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଦେଖି ଆସୁଛନ୍ତି। ଯେକୌଣସି ବି ନଦୀରେ ଦେଖିଥିବେ ଧାର ଧାର ହୋଇ ବିଭିନ୍ନ ପ୍ରକାର ଜଳ ବୋହିବାକୁ ଲାଗୁଥିବ ଧାରା ଧରି, ଯେମିତି ଅଲଗା ଅଲଗା ଧାରା, ସେ ସବୁ କେବଳ ପ୍ରଭୁ ବଳରାମ ଅଭିଶାପ ଦେଇଥିଲେ ନଦୀକୁ। ସେହି କାରଣରୁ ଏମିତି ଭାବରେ ପ୍ରଭୁ ବଳରାମ ସମସ୍ତଙ୍କୁ ରକ୍ଷା କରିଥିଲେ, ସବୁ ବିପଦରୁ ରକ୍ଷା କରିଥିଲେ। ଆଉ କିଛି ଲୋକକୁ ଯଦି ଗର୍ବ ଅହଙ୍କାର କରୁଥିଲେ ତାର ଗର୍ବ ଅହଙ୍କାରକୁ ଭାଙ୍ଗୁଥିଲେ ଆଉ କିଛି ଲୋକକୁ ସାହାଯ୍ୟ ମଧ୍ୟ କରୁଥିଲେ। ପ୍ରଭୁ ବଳରାମ ଏକ ନିରୀହ ଥିଲେ, କୌଣସି ଛନ୍ଦ କପଟ ଜାଣିପାରିନଥିଲେ। ଭଗବାନ ଶ୍ରୀକୃଷ୍ଣ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ପ୍ରଭୁ ବଳରାମ ତାଙ୍କ କାର୍ଯ୍ୟର କୌଣସି ବି ତଥ୍ୟ ଜାଣିପାରିନଥିଲେ। କେବେ ବି ଭାବି ପାରୁନଥିଲେ ଭଗବାନ କୃଷ୍ଣ କୌଣସି କାର୍ଯ୍ୟ କରିବେ କିମ୍ବା କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏକଥା କେବେ ବି ଭାବି ପାରୁନଥିଲେ, ଯେହେତୁ ବଳରାମ ଏକ ନିରୀହ ଥିଲେ। ଗୋଟିଏ ଦିନ ପ୍ରଭୁ ଜଗନ୍ନାଥ ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ବଳରାମକୁ ଧରି ଯେକୌଣସି ସ୍ଥାନକୁ ଯାଉଥିଲେ। କିନ୍ତୁ ଯଦି କିଛି ବିପଦ ପଡ଼ିବ ତାହେଲେ ସର୍ବପ୍ରଥମେ ବଳରାମକୁ ଆଗରେ ରଖିଦେଉଥିଲେ। ଯଦି କିଛି ବିପଦ ଆସିବ ତାହେଲେ ବଳରାମ ସମ୍ଭାଳି ଦେବେ। ବଳରାମ ଯେହେତୁ ଏକ ଯୁଦ୍ଧଶାଳୀ ଶକ୍ତିଶାଳୀ ଥିଲେ,
ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯଦି କୌଣସି ରାକ୍ଷସ କିମ୍ବା କୌଣସି ଦୁଷ୍ଟ ପ୍ରାଣୀ ଯଦି ଆସିବ, ତାହେଲେ ସର୍ବପ୍ରଥମେ ବଳରାମ ତାକୁ ଲଢ଼େଇ କରି ହରାଇ ଦେବେ। ଆଉ ଭଗବାନ ଶ୍ରୀକୃଷ୍ଣ ବହୁତ ଖୁସି ହୋଇଯିବେ। ବଳରାମକୁ ମଧ୍ୟ ନେଇ ନିଜ ମା ପାଖରେ ମଧ୍ୟ ରଖିଦେଇଥିଲେ ଭଗବାନ ଶ୍ରୀକୃଷ୍ଣ। ଆଉ ମା ମଧ୍ୟ 2 ଜଣ ପୁତ୍ରକୁ ବହୁତ କ୍ରୋଧିତ ହୋଇ ତାଙ୍କୁ ମାରୁଥିଲେ ମଧ୍ୟ। ବଳରାମ ଯେତେବେଳେ ଜନ୍ମଗ୍ରହଣ କରିଥିଲେ, ସେହି ନନ୍ଦରାଜାଙ୍କ ଘରେ ପ୍ରତ୍ୟେକ ବ୍ୟକ୍ତି ବହୁତ ଖୁସି ଆନନ୍ଦ ହୋଇଥିଲେ। ଆଉ ସମସ୍ତଙ୍କୁ ମିଠା ମଧ୍ୟ ବଣ୍ଟନ ହୋଇଥିଲା। ଆଉ ଭଗବାନ କୃଷ୍ଣ ମଧ୍ୟ ଜନ୍ମ ହୋଇଥିଲେ, ସେ ସମୟରେ ମଧ୍ୟ ବହୁତ ମିଠା ବଣ୍ଟନ ହୋଇଥିଲା। ବଳରାମଙ୍କର ଜନ୍ମ ଯେତେବେଳେ ହୋଇଥିଲା, ସେ ସମୟରେ ଏମିତି କିଛି ଦୃଶ୍ୟ ଘଟିଥିଲା। ଆପଣମାନେ କ'ଣ ଜାଣିଛନ୍ତି? ତ ଚାଲନ୍ତୁ ଜାଣିବା। ଯେଉଁ ସମୟରେ ପ୍ରଭୁ ବଳରାମଙ୍କର ଜନ୍ମଗ୍ରହଣ ହୋଇଥିଲା, ସେ ସମୟରେ ଗୋଟିଏ ଗର୍ଭବତୀ ମହିଳା ମଧ୍ୟ ରହିଥିଲା। ଗର୍ଭବତୀ ମହିଳା, ତାର ସନ୍ତାନ ଜନ୍ମିତ ହୋଇପାରୁନଥିଲା। ଯେତେବେଳେ ଗୋଟିଏ ଧୁପୁଣି ଆସିଥିଲା ଆଉ ସେହି ଗର୍ଭରେ ରହିଥିବା ସନ୍ତାନକୁ ଜନ୍ମିତ କରିବା ପାଇଁ, କିନ୍ତୁ ତା ଗର୍ଭରେ ହିଁ ତାର ସନ୍ତାନ ମୃତ୍ୟୁବରଣ କରିଥିଲା। ସେତେବେଳେ ସେହି ଗର୍ଭରେ ରହିଥିବା ମାଟିଏ ସଦାସର୍ବଦା କ୍ରନ୍ଦନ କରୁଥିଲା, ଯଦି ମୋ ପୁତ୍ର ବା ମୋ ସନ୍ତାନ ଯଦି ମୋ ଗର୍ଭରେ ହିଁ ମୃତ୍ୟୁବରଣ କରିଛି, ତାହେଲେ ମୁଁ ବି ମଧ୍ୟ ମୃତ୍ୟୁବରଣ ହୋଇଯିବି ବା ମୁଁ ବି ମଧ୍ୟ ମରିଯିବି। ଏହି ମଲା ପୁଅକୁ ବା ମଲା ଝିଅକୁ ମୁଁ ଜନ୍ମ ଦେଇ ନିଜେ କଷ୍ଟ ପାଇପାରିବି ନାହିଁ। ଯଦି ଇଏ ମୋ ଗର୍ଭରେ ମୃତ୍ୟୁବରଣ କରିଛି, ତାହେଲେ ମୁଁ ବି ମଧ୍ୟ ମୃତ୍ୟୁବରଣ କରିବି। ଏମିତି ବିଚାର କରି ସେହି ଗର୍ଭବତୀ ମହିଳାଟିଏ ଗୋଟିଏ ଜଳ ପାଖକୁ ଯାଇଥିଲେ। ବହୁତ ବଡ଼ ଜଳ ରହିଥିଲା। ସେହି ଜଳ ମାଧ୍ୟମକୁ ଯାଇ ନିଜକୁ ମୃତ୍ୟୁବରଣ ଦଣ୍ଡ ଦେବେ ବୋଲି ଭାବିଥିଲେ। ଆଉ ସେ ସମୟରେ ପ୍ରଭୁ ବଳରାମ ଯାଇ ପହଞ୍ଚି ଯାଇଥିଲେ। ଯେହେତୁ ଏହି ସାଙ୍ଗେ ସାଙ୍ଗେ ପ୍ରଭୁ ବଳରାମ ଜନ୍ମ ହୋଇଥିଲେ, ଯେହେତୁ ତାଙ୍କ ପାଖରେ ବହୁତ ଶକ୍ତି ଥିଲା, ସେଥିପାଇଁ ତତ୍କ୍ଷଣି ସର୍ପ ରୂପରୁ ଏକ ଭଗବାନ ରୂପକୁ ଧାରଣ କରି ଯାଇ ସେହି ଗର୍ଭବତୀ ମହିଳାକୁ କହିଥିଲେ ବା ବୁଝାଇଥିଲେ, ତୁମର ଯଦି ଗର୍ଭରେ ରହିଥିବା ସନ୍ତାନ ଯଦି ଜୀବିତ ହୋଇଯିବ, ତାହେଲେ ତୁମେ ମଧ୍ୟ ମୃତ୍ୟୁବରଣ କେବେ ବି କରିବ ନାହିଁ। ଏକଥା ଶୁଣି ସେହି ଗର୍ଭବତୀ ମହିଳା କହିବାକୁ ଲାଗିଲେ, ଯଦି ମୋ ସନ୍ତାନ ଜୀବିତ ହୋଇଯିବ, ତାହେଲେ ମୋ ମୃତ୍ୟୁବରଣ କେବେ ବି ହେବ ନାହିଁ, କାହିଁକି ନା ମୁଁ ତାଙ୍କ ପାଇଁ ଏହି ଦୁନିଆରେ ବଞ୍ଚିବାକୁ ପଡ଼ିବ। ଏକଥା ଶୁଣି ଭଗବାନ ବଳରାମ ଗୋଟିଏ ମନ୍ତ୍ର ପାଠ କରିଲେ। ଆଉ ସେହି ମନ୍ତ୍ର ପାଠ ଦ୍ୱାରା ସେହି ଗର୍ଭବତୀର ମହିଳା ନଷ୍ଟ ହୋଇଯାଇଛି ବା ମୃତ୍ୟୁବରଣ କରିଛି ତାର ସନ୍ତାନ ଗର୍ଭ ଭିତରେ, ସେହି ସନ୍ତାନ ପୁଣି ଥରେ ଜୀବିତ ହୋଇ ଉଠିଲା। ଆଉ ଦେଖୁ ଦେଖୁ ତାର ମଧ୍ୟ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହେଲା। ଆଉ ସେ ସମୟରେ ନନ୍ଦରାଜାଙ୍କ ଘରକୁ ଯାଇ ଏହି ଗର୍ଭବତୀ ମହିଳାଟି ଦେଖାଇଥିଲେ, ଭଗବାନ ସ୍ୱୟଂ ଆସିଥିଲେ ଆଉ ମୋ ପୁତ୍ରକୁ ଜନ୍ମ କରାଇଥିଲେ। ଆଉ ତୁମର ଯେପରି ପ୍ରଭୁ ବଳରାମ ଜନ୍ମ ହୋଇଛନ୍ତି, ଠିକ୍ ସେପରି ମୋ ଘରେ ମଧ୍ୟ ଛୋଟ ବଳରାମଟି ଜନ୍ମ ହୋଇଛି। ଆଉ ଏହା ଥିଲା ସର୍ବପ୍ରଥମ ଚମତ୍କାର। ବଳରାମ ଜନ୍ମ ହୋଇ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ଏବେ ଜାଣି ରଖନ୍ତୁ ବଳରାମଙ୍କର ବିବାହ। ଆପଣମାନେ ଜାଣିଛନ୍ତି ବଳରାମ କାହା ସାଥିରେ ବିବାହ କରିଥିଲେ? ବଳରାମ ବିବାହ କଲାବେଳେ ଏମିତି କିଛି ଚମତ୍କାର ଘଟିଥିଲା? ତାହେଲେ ନିହାତି ଭାବରେ ଚାଲନ୍ତୁ ଜାଣିବା। ରେବତୀ। ବଳରାମ ଯାହାକୁ ବିବାହ କରିଥିଲେ ତାଙ୍କ ନାମ ହେଉଛି ରେବତୀ। ରେବତୀ ଦେଖିବାକୁ ଅତି ସୁନ୍ଦର। ରେବତୀର ଗୁଣବତୀ ମଧ୍ୟ। ରେବତୀଙ୍କ ଘରେ ଧନ ସମ୍ପତ୍ତି ମୋତି ମାଣିକ ସର୍ବସ୍ୱ ଜିନିଷ ରହିଥିଲା, କାହିଁକି ନା ରେବତୀଙ୍କର ବାପା ଗୋଟିଏ ରାଜା ଥିଲା। ଆଉ ତାଙ୍କର ଗୋଟିଏ ମାତ୍ର ପୁତ୍ରୀ ରେବତୀ। ରେବତୀ ଯେତେବେଳେ ଧୀରେ ଧୀରେ ବଡ଼ ହେଲେ, ଯୌବନ ଅବସ୍ଥାକୁ ଗଲେ, ସେ ସମୟରେ ତାଙ୍କ ପିତା ବିଚାର କରିଲେ, ମୁଁ ଏକ ଶକ୍ତିଶାଳୀ ବୀର ପୁରୁଷ ସାଥିରେ ତୁମର ବିବାହ କରିବି। ଏମିତି କହିଲେ ଆଉ ପ୍ରତ୍ୟେକ ରାଜ୍ୟ ଭ୍ରମଣ କରିବାକୁ ଲାଗିଲେ, କିନ୍ତୁ କୌଣସି ବି ସ୍ଥାନରେ ରେବତୀଙ୍କ ପାଇଁ ଉଚିତ ବର ମିଳିପାରି ନଥିଲା। ସେଥିପାଇଁ ରେବତୀଙ୍କର ବାପା ଆଉ ରେବତୀ 2 ଜଣ ଏକତ୍ରିତ ହୋଇ ଭଗବାନଙ୍କ ବ୍ରହ୍ମା ପାଖକୁ ଗଲେ। ଆଉ ପ୍ରଭୁ ବ୍ରହ୍ମାଙ୍କୁ କହିବାକୁ ଲାଗିଲେ, ମୋର ଏହି ସୁନ୍ଦରୀ ପୁତ୍ରକୁ ଏକ ଶକ୍ତିଶାଳୀ ଯୁଦ୍ଧଶାଳୀ ବଳବାନ ପୁରୁଷଟିଏ ଆବଶ୍ୟକତା ରହିଛି, ଯିଏକି ବିବାହ କରିବ। ଏକଥା ଶୁଣି ପ୍ରଭୁ ବ୍ରହ୍ମା ଦେବତା କହିବାକୁ ଲାଗିଲେ,
ରେବତୀଙ୍କର ପିତାକୁ, ତୁମେ ମୋ ପାଖକୁ ଆସିଛ, ଏ ଭିତରେ 27ଟି ଯୁଗ ଚାଲିଗଲାଣି, 27ଟି ଯୁଗ ପଳେଇଗଲାଣି। ଆଉ ସେହି 27ଟି ଯୁଗ ଭିତରେ ଯେକୌଣସି ବି ଯୁଦ୍ଧଶାଳୀ ଶକ୍ତିଶାଳୀ ବୀର ପୁରୁଷମାନେ ରହିଥିଲେ ସେମାନଙ୍କର ମୃତ୍ୟୁବରଣ ହୋଇଗଲାଣି। ଆଉ ତୁମର ପୁତ୍ରୀ କାହାକୁ ମଧ୍ୟ ବିବାହ କରିପାରିବ ନାହିଁ, ଯେହେତୁ 27ଟି ଯୁଗ ଚାଲିଗଲାଣି, ଆଉ ସତ୍ୟ ଯୁଗ ଏବେ ଆଉ ନାହିଁ। ଏକଥା ଶୁଣି ରେବତୀ କ୍ରନ୍ଦନ କରିବାକୁ ଲାଗିଲେ। ତାଙ୍କ ବାପା ରାଜା ବୁଝାଇବାକୁ ଲାଗିଲେ ରେବତୀକି, ଯିଏକି ତୁମର ବିବାହ ନିଶ୍ଚିତ ଭାବରେ ହେବ, ଆଉ ମୋତେ ଗୋଟେ ଉଚିତ ବର ମଧ୍ୟ ଖୋଜି ମୁଁ ପାଇବି। ଏକଥା ଶୁଣି ପ୍ରଭୁ ବ୍ରହ୍ମଦେବତା କହିବାକୁ ଲାଗିଲେ, ଯେକୌଣସି ବ୍ୟକ୍ତି ଯଦି ମୋ ପାଖକୁ ଆସୁଛି ତାହେଲେ ମୁଁ ତାକୁ ଖାଲି ହାତରେ କେବେ ବି ଛାଡୁନି, ତୁମକୁ ମଧ୍ୟ କେବେ ବି ଖାଲି ହସ୍ତରେ ଯିବାକୁ ଦେବି ନାହିଁ। ସେଥିପାଇଁ ମୁଁ ରେବତୀର ଦେଖୁଛି ତାର ଭାଗ୍ୟ ରେଖା ଆଉ ତାର ନିଶ୍ଚିତ ଭାବରେ ଗୋଟେ ବଳବାନ ଶକ୍ତିଶାଳୀ ଏକ ବ୍ୟକ୍ତିଙ୍କ ସାଥିରେ ବିବାହ ହେବ। ସେହି ବ୍ୟକ୍ତି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରେଷ୍ଠ ଭ୍ରାତା। ସେହି ଭ୍ରାତାକୁ ଏହି ରେବତୀ ବିବାହ କରିପାରିବ। ଆଉ ତାଙ୍କ ଭ୍ରାତା ହେଉଛି ଶେଷ ନାଗ। ଆଉ ଏ ଜନ୍ମରେ ତାଙ୍କ ଗୋଟିଏ ଭ୍ରାତା ହୋଇବା ବଳଭଦ୍ର ହୋଇ ଜନ୍ମ ହୋଇଛନ୍ତି। ଆଉ ଯଦି ତୁମେ ରେବତୀକୁ ଧରି ପ୍ରଭୁ ବଳରାମ ପାଖକୁ ଯିବ ତାହେଲେ ନିହାତି ଭାବରେ ବିବାହ ହୋଇପାରିବ। ଏକଥା ଶୁଣି ସାଙ୍ଗେ ସାଙ୍ଗେ ରେବତୀ ତାଙ୍କର ପିତା 2 ଜଣ ମିଶି ଏକତ୍ରିତ ହୋଇ ପ୍ରଭୁଙ୍କ ପାଖକୁ ଯିବାକୁ ବାହାରିଲେ। ପ୍ରଭୁ ବଳରାମ ଗୋଟିଏ ଜାଗାରେ ଥିଲେ, ଆଉ ସେ ଜାଗାରେ ଯାଇ ପହଞ୍ଚିଗଲେ। ରେବତୀ କହିବାକୁ ଲାଗିଲେ ବଳରାମକୁ, ମୁଁ ତୁମକୁ ବିବାହ କରିବାକୁ ଭାବୁଛି ବା ଚାହୁଁଛି। ସେହି ସମୟରେ ବଳଭଦ୍ର କହିବାକୁ ଲାଗିଲେ, ତୁମକୁ ମୁଁ କିପରି ବିବାହ କରିପାରିବି? ତୁମେ ତ ମୋ ଠାରୁ ବହୁତ ବଡ଼ ଦେଖାଯାଉଛ। ବଳରାମ କେବଳ 7 ହାତ ଥିଲେ ଉଚ୍ଚତା, ଆଉ ରେବତୀ ଥିଲେ 21 ହାତ ଲମ୍ବା। ବଳରାମ 7 ହାତ ଲମ୍ବା ଆଉ ରେବତୀ 21 ହାତ ଲମ୍ବା। ସବୁଠାରୁ ବଡ଼। ଯୁଗ ଅନୁଯାୟୀ ତାଙ୍କର ସବୁ କିଛି ଅଲଗା ଅଲଗା ହୋଇଥାଏ। ରେବତୀ କହିଲେ, ଯେହେତୁ ତୁମେ କେବଳ ମୋର ସ୍ୱାମୀ ରୂପରେ ମୁଁ ପ୍ରାପ୍ତ ହେବି, ଏକଥା ସ୍ୱୟଂ ଭଗବାନ ବ୍ରହ୍ମା ଦେବତା କହିଲେ। ଏକଥା ଶୁଣି ବଳରାମ ମଧ୍ୟ ରାଜି ହେଲେ ବିବାହ କରିବା ପାଇଁ ରେବତୀକୁ। ସେହି ସମୟରେ ରେବତୀ ବହୁତ ଲମ୍ବା ଥିବା କାରଣରୁ ତାଙ୍କର ନିଜର ଲଙ୍ଗଳ ସାହାଯ୍ୟରେ ରେବତୀକୁ ସମ୍ପୂର୍ଣ୍ଣ 7 ହାତ ଛୋଟ କରିଦେଲେ। ଆଉ ରେବତୀ 7 ହାତ, ବଳଭଦ୍ର ମଧ୍ୟ 7 ହାତ, 2 ଜଣ ଭିତରେ ସମାନ ମାଧ୍ୟମରେ ବଣ୍ଟନ କରିଦେଲେ। ଆଉ 2 ଜଣ ବିବାହ ମଧ୍ୟ କରିଲେ, ଆଉ ବହୁତ ଖୁସିରେ ମଧ୍ୟ ରହିଲେ। ଏହି ଭିତରେ ବହୁତ ଯୁଗ ଚାଲିଯାଇଛି, ଯାହାକି ରେବତୀ ଆଉ ତାଙ୍କ ପିତା ମଧ୍ୟ ଜାଣିପାରିନଥିଲେ। ତାଙ୍କ ପିତାଶ୍ରୀ ତାଙ୍କର ଉଚିତ ବର ଖୋଜୁ ଖୋଜୁ ତାଙ୍କୁ ଜଣା ନାହିଁ ତାଙ୍କ ସାମ୍ନାରେ 27ଟି ଯୁଗ ଚାଲିଗଲାଣି। ଆଉ ଏ ଯୁଗ କେବଳ ଦ୍ୱାପର ଯୁଗ ହୋଇଥିଲା। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଆଉ ପ୍ରଭୁ ବଳରାମ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ବିବାହ କରିଥିଲେ ରେବତୀ। ଏହି ସୁନ୍ଦର ତଥ୍ୟ ନିହାତି ଭାବରେ ଆପଣଙ୍କୁ କେବଳ ଶାସ୍ତ୍ର ମାଧ୍ୟମରେ ଜାଣିପାରିବେ। ବଳରାମ ଯେତେବେଳେ ଏହି ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ, ତାଙ୍କେ ବହୁତ ଏକ ଶକ୍ତିଶାଳୀ ପ୍ରାପ୍ତ କରିଥିଲେ। ମହାଦେବଙ୍କର ଆଶୀର୍ବାଦ ମଧ୍ୟ ମିଳିଥିଲା ବଳରାମକୁ। ବଳରାମ କେବେ ବି ଗର୍ବ ଅହଙ୍କାର ନଥିଲେ। ଯେତେ ମଧ୍ୟ ତାଙ୍କେ ଜନ୍ମଗ୍ରହଣ କରିଛନ୍ତି, କୌଣସି କ୍ଷେତ୍ରରେ ମଧ୍ୟ ତାଙ୍କେ ଗର୍ବ ଅହଙ୍କାର କରିନଥିଲେ, କିନ୍ତୁ ସମସ୍ତଙ୍କର ଗର୍ବ ଅହଙ୍କାରକୁ ନଷ୍ଟ କରିବେ ବୋଲି ବାରମ୍ବାର କହୁଥିଲେ। ଏକ ସବୁଠାରୁ ଶାନ୍ତ ବ୍ୟକ୍ତି କହିବାକୁ ଗଲେ କେବଳ ବଳରାମ କେବେ ବି କାହାକୁ କୌଣସି କଟୁବଚନ କୁହନ୍ତି ନାହିଁ, କାହାକୁ କଷ୍ଟ ଦିଅନ୍ତି ନାହିଁ, କିମ୍ବା କାହାକୁ ହଇରାଣ ମଧ୍ୟ କରନ୍ତି ନାହିଁ। କିନ୍ତୁ ଜଗନ୍ନାଥ କିଛି ଅଲଗା। ସମସ୍ତଙ୍କୁ କଷ୍ଟ ହଇରାଣ ଦେବା ଦ୍ୱାରା ତାଙ୍କୁ ବହୁତ ମଜା ଲାଗିଥାଏ। ବହୁତ ଅଲଗା କହିବାକୁ ଗଲେ
ବଳରାମଙ୍କର ଏହି ସୁନ୍ଦର ତଥ୍ୟ ଆପଣମାନଙ୍କୁ ଏହି କାହାଣୀ କିପରି ଲାଗିଲା ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇ ଦିଅନ୍ତୁ। ପ୍ରଭୁ ବଳରାମଙ୍କର ଏହି ସୁନ୍ଦର ତଥ୍ୟ ଯଦି ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଜୟ ଶ୍ରୀକୃଷ୍ଣ, ରାଧେ ରାଧେ।